ସାପର ବିଷକୁ ତୁରନ୍ତ ବାହାର କରିଦିଏ। ତ ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଆଜିର ପ୍ରଥମ ପ୍ରଶ୍ନଟି ହେଉଛି, ମଣିଷକୁ ଭୋକ ଲାଗୁନଥିଲେ କେଉଁ ଶାଗ ଖାଇଲେ ଭୋକ ହୁଏ? ଅପସନ୍ ଏ ପାଳଙ୍ଗ ଶାଗ, ଅପସନ୍ ବି ପୋଇ ଶାଗ, ଅପସନ୍ ସି ମେଥି ଶାଗ ଏବଂ ଅପସନ୍ ଡି ଲାଉ ଶାଗ। ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ମେଥି ଶାଗ। ମଣିଷକୁ ଭୋକ ଲାଗୁନଥିଲେ ମେଥି ଶାଗ ଖାଇଲେ ଭୋକ ଲାଗିଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ସକାଳୁ ଖାଲି ପେଟରେ ଚା ପିଇଲେ କେଉଁ ରୋଗ ହୋଇଥାଏ? ଅପସନ୍ ଏ ଡାଇବେଟିସ୍, ଅପସନ୍ ବି ବ୍ଲଡ଼ ପ୍ରେସର, ଅପସନ୍ ସି ପେଟ ଗ୍ୟାସ୍ ଏବଂ ଅପସନ୍ ଡି ହଇଜା। ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ପେଟ ଗ୍ୟାସ୍। ସକାଳୁ ଖାଲି ପେଟରେ ଚା ପିଇଲେ ପେଟ ଗ୍ୟାସ୍ ରୋଗ ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କେଉଁ ପରିବା ଖାଇଲେ ହାର୍ଟ ସବୁବେଳେ ସୁସ୍ଥ ରହେ? ଅପସନ୍ ଏ କଲରା, ଅପସନ୍ ବି ଗାଜର, ଅପସନ୍ ସି ଲାଉ ଏବଂ ଅପସନ୍ ଡି କୋବି। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଗାଜର। ଗାଜର ଖାଇଲେ ହାର୍ଟ ସବୁବେଳେ ସୁସ୍ଥ ରହିଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କେଉଁ ମିଠା ଖାଇବା ଦ୍ୱାରା ବୁଦ୍ଧି ପ୍ରଖର ହୋଇଥାଏ? ଅପସନ୍ ଏ ଝିଲାପି, ଅପସନ୍ ବି ରସଗୋଲା, ଅପସନ୍ ସି ବର୍ଫି ଏବଂ ଅପସନ୍ ଡି ଲଡୁ। ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ରସଗୋଲା। ରସଗୋଲା ଖାଇବା ଦ୍ୱାରା ବୁଦ୍ଧି ପ୍ରଖର ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଦୁନିଆର ପ୍ରଥମ ମଣିଷ କେଉଁ ଦେଶରେ ଜନ୍ମ ହୋଇଥିଲା? ଅପସନ୍ ଏ ଭାରତ ଦେଶରେ, ଅପସନ୍ ବି ଚୀନ ଦେଶରେ, ଅପସନ୍ ସି ଆଫ୍ରିକା ଦେଶରେ ଏବଂ ଅପସନ୍ ଡି ଆଫଗାନିସ୍ତାନ ଦେଶରେ। ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଆଫ୍ରିକା ଦେଶରେ। ଦୁନିଆର ପ୍ରଥମ ମଣିଷ ଆଫ୍ରିକା ଦେଶରେ ଜନ୍ମ ହୋଇଥିଲା। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ମଣିଷ ଦେହରେ ଟାଟୁ କଲେ କେଉଁ ମାରାତ୍ମକ ରୋଗ ହୋଇଥାଏ? ଅପସନ୍ ଏ ଡାଇବେଟିସ୍, ଅପସନ୍ ବି କିଡନୀ ରୋଗ, ଅପସନ୍ ସି ହୃଦରୋଗ ଏବଂ ଅପସନ୍ ଡି ଚର୍ମ ରୋଗ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଚର୍ମ ରୋଗ। ମଣିଷ ଦେହରେ ଟାଟୁ କଲେ ଚର୍ମ ରୋଗ ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ରାତିରେ ପାଣି ପିଇ ଶୋଇଲେ କେଉଁ ରୋଗ ଠିକ୍ ହୋଇଥାଏ? ଅପସନ୍ ଏ କ୍ୟାନ୍ସର ରୋଗ, ଅପସନ୍ ବି ରକ୍ତଚାପ, ଅପସନ୍ ସି ହୃଦରୋଗ ଏବଂ ଅପସନ୍ ଡି ମଳକଣ୍ଟକ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ହୃଦରୋଗ। ରାତିରେ ପାଣି ପିଇ ଶୋଇଲେ ହୃଦରୋଗ ଠିକ୍ ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କେଉଁ ଜୀବର ମଳରୁ କଫି ତିଆରି ହୋଇଥାଏ? ଅପସନ୍ ଏ ବାଘ, ଅପସନ୍ ବି ବିଲେଇ, ଅପସନ୍ ସି କୁକୁର ଏବଂ ଅପସନ୍ ଡି ମାଙ୍କଡ଼। ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ବିଲେଇ। ବିଲେଇ ଜୀବର ମଳରୁ କଫି ତିଆରି ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ସକାଳୁ ମହୁ ଖାଇଲେ ମଣିଷର କ'ଣ ଶୀଘ୍ର ବଢ଼ିଥାଏ? ଅପସନ୍ ଏ ଶକ୍ତି, ଅପସନ୍ ବି ବୁଦ୍ଧି, ଅପସନ୍ ସି ଓଜନ ଏବଂ ଅପସନ୍ ଡି ଉଚ୍ଚତା। ଫ୍ରେଣ୍ଡସ୍, ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ଜାଣିବା ପୂର୍ବରେ ଯଦି ଆପଣମାନେ ଆମର ଚ୍ୟାନେଲକୁ ନୂଆ କରି ଭିଜିଟ୍ କରିଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ବଟନଟିକୁ ଦବାଇ ଅଲ୍ ଉପରେ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ କି ଏହିପରି ଉପଯୁକ୍ତ ଭିଡ଼ିଓ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ସୋ ଫ୍ରେଣ୍ଡସ୍, ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଓଜନ। ସକାଳୁ ମହୁ ଖାଇଲେ ମଣିଷର ଓଜନ ଶୀଘ୍ର ବଢ଼ିଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇଲେ କେଉଁ ରୋଗ ହୋଇଥାଏ? ଅପସନ୍ ଏ କ୍ୟାନ୍ସର ରୋଗ, ଅପସନ୍ ବି ହଇଜା ରୋଗ, ଅପସନ୍ ସି ରକ୍ତଚାପ ଏବଂ ଅପସନ୍ ଡି ଥାଇରଏଡ୍। ସୋ
फ्रेंड्स यार सठिक उत्तरटी होची ऑप्शन सी रक्तचाप अधिक मसला युक्त खाद्य खाइले रक्तचाप रोग होइथाए। सो फ्रेंड्स अब देखिबा परवर्ती प्रश्नटी अटारे कौन मिसाई रुटी कले रुटी बेलून भलिया फुली थाए। ऑप्शन ए लुण, ऑप्शन बी सोडा, ऑप्शन सी महू एवं ऑप्शन डी लवंग। फ्रेंड्स यार सठिक उत्तरटी होची ऑप्शन बी सोडा। अटारे सोडा मिसाई रुटी कले रुटी बेलून भलिया फुली थाए। सो फ्रेंड्स अब देखिबा परवर्ती प्रश्नटी कौन खाइले मणकंटक रोग पूरा ठीक होइथाए। ऑप्शन ए लेंबू, ऑप्शन बी लवंग, ऑप्शन सी अमृतभंडा एवं ऑप्शन डी अदा रस। सो फ्रेंड्स यही प्रश्नर सठिक उत्तरटी होची ऑप्शन सी अमृतभंडा। अमृतभंडा खाइले मणकंटक रोग पूरा ठीक होइथाए। सो फ्रेंड्स अब देखिबा परवर्ती प्रश्नटी मयूरर जीवन काल केते वर्ष अटे। ऑप्शन ए 5 वर्ष, ऑप्शन बी 10 वर्ष, ऑप्शन सी 15 वर्ष एवं ऑप्शन डी 20 वर्ष। फ्रेंड्स यही प्रश्नर सठिक उत्तरटी जानिबा पूर्व जदि आपण माने हमर चैनल को नुआ करी विजिट करिसेंती ताहेले चैनल टी को सब्सक्राइब करी पाखर थिबा घंटे बटन टी को दबाई ऑल ऊपर क्लिक करि दियंतु जहा फल कि एही परि उपयुक्त वीडियो आपण माने सर्वप्रथमे पाई परिबे। सो फ्रेंड्स यार सठिक उत्तरटी होची ऑप्शन डी 20 वर्ष। मयूरर जीवन काल 20 वर्ष अटे। सो फ्रेंड्स अब देखिबा परवर्ती प्रश्नटी भारतर केउ राज्य रे भाई भौणी को विवाह करिथाए। ऑप्शन ए आसाम, ऑप्शन बी सिक्किम, ऑप्शन सी छत्तीसगढ़ एवं ऑप्शन डी तमिलनाडु। सो फ्रेंड्स यार सठिक उत्तरटी होची ऑप्शन सी छत्तीसगढ़। छत्तीसगढ़ राज्य रे भाई भौणी को विवाह करिथाए। सो फ्रेंड्स अब देखिबा परवर्ती प्रश्नटी हलदिया रंगर तरभुज केउ राज्य रे देखिबा को मिलिथाए। ऑप्शन ए ओडिशा, ऑप्शन बी पंजाब, ऑप्शन सी आसाम एवं ऑप्शन डी गुजरात। फ्रेंड्स यार सठिक उत्तरटी होची ऑप्शन डी गुजरात। हलदिया रंगर तरभुज गुजरात राज्य रे देखिबा को मिलिथाए। सो फ्रेंड्स अब देखिबा परवर्ती प्रश्नटी बा शेष प्रश्नटी केउ गछ सापर विष को तुरंत बाहर कर दिए। ऑप्शन ए तेंतुड़ी, ऑप्शन बी तुलसी, ऑप्शन सी महुआ एवं ऑप्शन डी कंटला। फ्रेंड्स यार सठिक उत्तरटी होची ऑप्शन डी कंटला। कंटला गछ सापर विष को तुरंत बाहर कर दिए। सो फ्रेंड्स आज वीडियोटी एठी शेष करिबा पुणी देखा परवर्ती वीडियो रे। जय जगन्नाथ।